ଜୟ ଜଗନ୍ନାଥ। ପିଲାମାନେ ଆମେ ଆଜି ପ୍ରମେୟରେ ଦେଇଥିବା ସୋସିଆଲ ସାଇନ୍ସ ଗୋଟେ ସେଟ୍ ଅବଜେକ୍ଟିଭ ସେଟ୍ ଗୋଟେ ଆଲୋଚନା କରିବା ହେଲା। ଦେଖ 1 ନମ୍ବର, ସୁଭାଷ ଚନ୍ଦ୍ର ବୋଷଙ୍କ ରାଜନୈତିକ ଗୁରୁ କିଏ ଥିଲେ? ହେଲା, ଅପସନ ଡି ଚିତ୍ତରଞ୍ଜନ ଦାସ। ରାଜନୈତିକ ଗୁରୁ ସୁଭାଷ ଚନ୍ଦ୍ର ବୋଷଙ୍କର ହେଲା। 2 ନମ୍ବର, ଆଜାଦ ହିନ୍ଦ ଫୌଜର ଯୁଦ୍ଧ ବିନ୍ଦୁ ମାନଙ୍କୁ କିଏ ମୁକ୍ତ କରିଥିଲେ? କିଏ କରିଥିଲେ ପିଲେ? ଅପସନ ସି ଲର୍ଡ ୱାଭେଲ। କାହିଁକି କରିଥିଲେ ଜାଣିଛ ନା? ସମସ୍ତ ରାଜନୈତିକ ଦଳ ସେମାନଙ୍କର ମୁକ୍ତି ଦାବି କଲେ। ଜବାହରଲାଲ ନେହେରୁ, ଆସଫ ଅଲି ଇତ୍ୟାଦି ତାଙ୍କ ସପକ୍ଷରେ ମକଦ୍ଦମା ଲଢ଼ିଲେ ହେଲା। ତେଣୁ 1946 ଜାନୁଆରୀ 1 ତାରିଖରେ ଭାଇସରାୟ ଥିଲେ କି ସେ ଲର୍ଡ ୱାଭେଲ ହେଲା, ତାଙ୍କୁ ମୁକ୍ତ କରିଥିଲେ। କ୍ଲିୟର? ମନେ ରଖ ସବୁ ଯାହା ଦରକାର। 3 ନମ୍ବର, ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୈତିକ ଦଳର ନାମ କଣ ଥିଲା? ଫରୱାର୍ଡ ବ୍ଲକ। ଅପସନ ସି। 4 ନମ୍ବର, କେଉଁ ସ୍ଥାନରେ ଆଜାଦ ହିନ୍ଦ ଯୁଦ୍ଧବନ୍ଦୀ ମାନଙ୍କ ବିଚାର ହେଉଥିଲା? 4 ନମ୍ବର ରାୟ, ଦିଲ୍ଲୀର ଲାଲକିଲ୍ଲାରେ। କ୍ଲିୟର? କେବେ ସୁଭାଷ ବୋଷ ସିଙ୍ଗାପୁର ଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? କେବେ କରିଥିଲେ ନା 1943 ମସିହା ଅକ୍ଟୋବର 21 ତାରିଖ। କ୍ଲିୟର ହେଲା। ଶୁଣ, ଆୟାରଲ୍ୟାଣ୍ଡର ଅସ୍ଥାୟୀ ସରକାରଙ୍କ ଅନୁକରଣରେ 1943 ମସିହା ଅକ୍ଟୋବର 21 ତାରିଖରେ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁର ଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ। 6 ନମ୍ବର, ସୁଭାଷ ବୋଷଙ୍କ ପୂର୍ବରୁ କି ଆଜାଦ ହିନ୍ଦ ଫୌଜ ନେତୃତ୍ୱ ଦେଇଥିଲେ? ମୋହନ ସିଂ। 7 ନମ୍ବର, ସୁଭାଷ ବୋଷ କେଉଁଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? ସିଙ୍ଗାପୁର ଠାରେ କରିଥିଲେ ହେଲା। 8 ନମ୍ବର ଦେଖ, କେଉଁଠାରେ ଆଜାଦ ହିନ୍ଦ ଫୌଜ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ? ମନେ ରଖ ଏଇଟା। କେବେ କରିଥିଲେ? 1944 ଅପ୍ରେଲ ମାସରେ ଆଜାଦ ହିନ୍ଦ ଫୌଜ ତତ୍କାଳୀନ ବ୍ରହ୍ମଦେଶ ମିଆଁମାର ପାର ହୋଇ ମଣିପୁର ରାଜ୍ୟରେ ପ୍ରବେଶ କରିଥିଲେ ଏବଂ କୋହିମା ଦଖଲ କରିଦେଇ ପତାକା ଉତ୍ତୋଳନ କରିଥିଲେ। କେବେ? 1944 ମସିହା ଅପ୍ରେଲ ମାସରେ। ମନେ ରଖ। ତାହେଲେ କୋହିମା ଉତ୍ତର ହେଲା କୋହିମା। ତାପରେ 9 ନମ୍ବର, କିଏ ଭାରତର ସମ୍ବିଧାନ ପ୍ରଣୟନ ସଭାର ସଭାପତି ଥିଲେ? ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଏହା ପୂର୍ବରୁ ଯାଇଛି, ସବୁ ଆଲୋଚନା ହେଇଛି ହେଲା। 10 ନମ୍ବର, କେବେ ଭାରତ ସ୍ୱାଧୀନତା ଆଇନ ବ୍ରିଟିଶ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିଲା? ହେଲା, ଅପସନ ଡି 1947 ଜୁଲାଇ 18 ତାରିଖରେ। 11 ନମ୍ବର, ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ କରିବା ପାଇଁ କିଏ ଆହ୍ୱାନ ଦେଇଥିଲେ? ମହମ୍ମଦ ଅଲି ଜିନ୍ନା। 12 ନମ୍ବର, ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେଉଁଠି ବସିଥିଲା? ପିଲେ? ଦିଲ୍ଲୀ ଠାରେ ବସିଥିଲା। 13 ନମ୍ବର, କାହାର ପ୍ରବର୍ତ୍ତନ ଫଳରେ ମୁସଲିମ ଲିଗ ମଧ୍ୟବର୍ତ୍ତୀକାଳୀନ ସରକାର ଯୋଗ ଦେଇଥିଲେ? ହେଲା, କାହାର? ଲର୍ଡ ୱାଭେଲ, ଭାଇସରାୟ ଲର୍ଡ ୱାଭେଲ। 14 ନମ୍ବର, A.V. ଆଲେକଜାଣ୍ଡାର କେଉଁ କମିଟିର ଜଣେ ସଦସ୍ୟ ଥିଲେ? କ୍ୟାବିନେଟ ମିଶନ। ଅପସନ ସି ହେଲା। 15 ନମ୍ବର, ସ୍ୱାଧୀନତା ପରେ ଭାରତର କିଏ ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ? ମାଉଣ୍ଟ ବ୍ୟାଟେନ। ଅପସନ ଏ। 16 ନମ୍ବର, କେଉଁ ଅନୁଷ୍ଠାନ ପ୍ରତିଷ୍ଠା ଦ୍ୱାରା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଗୁଡ଼ିକର ଆନୁଷ୍ଠାନିକ ଭାବେ ଏକତ୍ରୀକରଣ ଆରମ୍ଭ ହୋଇଥିଲା? କାହାର? ଉତ୍କଳ ସମ୍ମିଳନୀ। କିଏ ଗଠିଥିଲେ? ମଧୁବାବୁ।
ମନେ ରଖିଥା ସବୁ ଏସବୁ ଧରିକି 17 ନମ୍ବର 1882ରେ ଗଠିତ ଉତ୍କଳ ସଭାର ପ୍ରଥମ ସମ୍ପାଦକ କିଏ ଥିଲେ? ଗୌରୀଶଙ୍କର ରାୟ। ଗୌରୀଶଙ୍କର ରାୟ। ତାପରେ 18 ନମ୍ବର ମହିମା ଧର୍ମର ମୁଖ୍ୟ ପ୍ରବର୍ତ୍ତକ କିଏ ଥିଲେ? ମହିମା ଗୋସ୍ୱାମୀ। ମହିମା ଗୋସ୍ୱାମୀ ଅପସନ୍ ସି। 19 ନମ୍ବର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେଇଥିବା ଆଠଗଡ଼ ରାଜାଙ୍କର ନାମ କ'ଣ? ହେଲା ଆଠଗଡ଼ ରାଜାର ନାମ ଥିଲା ବିଶ୍ୱନାଥ ବେବର୍ତ୍ତା। ବିଶ୍ୱନାଥ ବେବର୍ତ୍ତା ହେଲା। ତାପରେ 20 ନମ୍ବର ଓଡ଼ିଶାର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ ନାମ କ'ଣ ଥିଲା? ଉତ୍କଳ ସଭା। ପ୍ରଥମ ରାଜନୈତିକ ଅନୁଷ୍ଠାନ ଉତ୍କଳ ସଭା। 21 ନମ୍ବର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ? କିଏ କରିଥିଲେ? ଶ୍ରୀରାମଚନ୍ଦ୍ର ଭଞ୍ଜ ହେଲା। କେଉଁଟି ସାର୍ବଜନୀନ ମତଦାନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହେଁ? ସାର୍ବଜନୀନତା ସିନା ବିଧାନସଭା ଅଛି, ସ୍ୱାୟତ୍ତ ଶାସନ ଅଛି, ଲୋକସଭା ଅଛି, ନୁହେଁ ନ୍ୟାୟ ବ୍ୟବସ୍ଥା। ଆରେ ମତଦାନ ନ୍ୟାୟ ବ୍ୟବସ୍ଥା ନାହିଁ। ତାପରେ 23 କିଏ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ପ୍ରଦାନ କରିଥାନ୍ତି? କିଏ କରିଥାନ୍ତି? ନିର୍ବାଚନ ଆୟୋଗ। 24 ନମ୍ବର ସମ୍ବିଧାନର କେଉଁ ଧାରାରେ ଏକ 3 ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗ ଗଠିତ ହୋଇଥିଲା? 300 ଧାରା 324 324। 25 ନମ୍ବର ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ପାଇଁ କେତେ ସ୍ଥାନ ସଂରକ୍ଷିତ ଅଟେ? କେତେ? 32ଟି ହେଲା। ତାପରେ ଆମେ ଦେଖିବା ଜିଓଗ୍ରାଫି ପୋର୍ସନ। ୟା ପରେ ଆମର ଗୋଟେ ମାରାଥନ ପଡ଼ିବ। ପ୍ରିଭିୟସ୍ ଇୟର ବିଗତ ଗଲା 5 ବର୍ଷରେ ଯେଉଁଭଳି ଅବଜେକ୍ଟିଭ କୋଶ୍ଚିନ୍ ସବୁ ପଡ଼ିଛି, ସେ ଅବଜେକ୍ଟିଭ କୋଶ୍ଚିନ୍ ଗୁଡ଼ିକ ସେ ବହୁତ ରିପିଟ୍ ହେବ। ସିଏ ତେଣୁ ମାରାଥନ ଗୋଟେ 5ଟା ଲେଖା ସେଟ୍ ଗୋଟେ ଭିଡ଼ିଓରେ ମୁଁ କରିବି, ତାକୁ ଦେଖିଦେବ। ତମର ବହୁତ ଆଲୋଚନା ରିପିଟ୍ ହେବ, ତାକୁ ଦେଖିଦେବ। କେତେ ଅଧଘଣ୍ଟା 30-40 ମିନିଟ୍ରେ ଗୋଟେ ଗୋଟେ ସାହିତ୍ୟ ସରିବ, ଇତିହାସ ଭୂଗୋଳ ସରିବ। ଅଧଘଣ୍ଟା ଘଣ୍ଟା ଲେଖା ଦେଖିଦେଲେ ପୁରା ତମର ମାଜି ହେଇଯିବ ହେଲା। ଦେଖିବ ସବୁ ସରିବ। ତାପରେ 1 ନମ୍ବର ଭାରତର ସମୁଦାୟ ଭୂଭାଗର ଶତକଡ଼ା କେତେ ଭାଗ ସମତଳ ଭୂମି? କେତେ ଭାଗ ସମତଳ ଭୂମି? 43 ଭାଗ ହେଲା ସମତଳ ଭୂମି ହେଲା। 2 ନମ୍ବର ଭୂ ଉଚ୍ଚାବାଚ ଓ ଜଳବାୟୁର ପ୍ରଭାବ ଯୋଗୁଁ ଭାରତର ସମୁଦାୟ ଭୂଭାଗର ପ୍ରାୟ ଶତକଡ଼ା କେତେ ଭାଗରେ କୃଷି କାର୍ଯ୍ୟ କରାଯାଇଥାଏ? କେତେ ଭାଗରେ କୃଷି କରାଯାଇଥାଏ? 55 ଭାଗ କୃଷି କାର୍ଯ୍ୟ କରାଯାଇଥାଏ ହେଲା। ତାପରେ 1 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କୃଷି କରାଯାଇନଥିବା ଜମି କ'ଣ କହନ୍ତି? ଚଳନ୍ତି ପତିତ ଭୂମି। ଆଉ 5 ବର୍ଷ ହେଲେ କ'ଣ ହବ? ପୁରାତନ ପତିତ କୁହାହେଇଛି, ସବୁ କୁହାହେଇଛି। 4 ନମ୍ବର ହେଲା ଓଡ଼ିଶାର କେଉଁ ଅଞ୍ଚଳରେ କୃଷ୍ଣ ମୂର୍ତ୍ତିକା ଦେଖାଯାଏ? କୃଷ୍ଣ ମୂର୍ତ୍ତିକା ବୌଦ୍ଧ ଅଞ୍ଚଳରେ ହେଲା। ତାପରେ 5 ନମ୍ବର କେଉଁ ଅଞ୍ଚଳରେ ରୋଗାଲିଥ ମୂର୍ତ୍ତିକା ଦୃଷ୍ଟିଗୋଚର ହୁଏ? ଆରାବଳୀ ପର୍ବତ ପାର୍ଶ୍ୱ, ଆରାବଳୀ ପର୍ବତର ପାର୍ଶ୍ୱ ଅଞ୍ଚଳରେ ହେଲା। 6 ନମ୍ବର ନିମ୍ନତ କେଉଁ ମୂର୍ତ୍ତିକା ଅଞ୍ଚଳକୁ ଭାରତର ଧାନ ଓ ଗହମର ଉଦର ବୋଲି କୁହାଯାଏ? ଧାନ ଗହମ ପଟୁ ମୂର୍ତ୍ତିକା। 6 ନମ୍ବର ଅପସନ୍ ଏ ପଟୁ ମୂର୍ତ୍ତିକା। 7 ନମ୍ବର କେଉଁ ରାଜ୍ୟରେ ଲୁଣା ଓ କ୍ଷାରୀୟ ମୂର୍ତ୍ତିକାକୁ ଉଷର ମୂର୍ତ୍ତିକା ବୋଲି କୁହାଯାଏ? କୋଉରେ? ପଞ୍ଜାବ ହେଲା, କୁହାଯାଏ ଉଷର ବୋଲି କୁହାଯାଏ। 8 ନମ୍ବର ଅପେକ୍ଷାକୃତ ଶୁଷ୍କ ଅଞ୍ଚଳରେ ଦେଖାଯାଉଥିବା ପଟୁ ମୂର୍ତ୍ତିକାକୁ କ'ଣ କୁହାଯାଏ? ରେ ଶୁଷ୍କ ଅଞ୍ଚଳରେ ପଟୁ ମୂର୍ତ୍ତିକା, ସେ ମୂର୍ତ୍ତିକାକୁ କୁହାଯାଏ ରେ। 9 ନମ୍ବର ଏଠି ଅପସନ୍ ଟିକେ ଅଛି, କ'ଣ ଟିକେ ଅସୁବିଧା ଅଛି? କ'ଣ ନିମ୍ନତ ମଧ୍ୟରେ କେଉଁଠି ଗାଙ୍ଗେୟ ସମତଳରେ ମିଳୁଥିବା ନୂତନ ପଟୁ ମୂର୍ତ୍ତିକା? ନୂତନ ହେଲା କ'ଣ? ଖାଦର। ଏଠି ଦେଖିଛି କାଦର ଲେଖିଛି ହେଲା, ଏଇଟା ହବ କାଦର ହେଲା। ନୂତନ ପଟୁ ମୂର୍ତ୍ତିକା କାଦର କରିଦେଇଛି, ଖାଦର ହେଲା। ତାହେଲେ 10 ନମ୍ବର
ରାଜସ୍ଥାନର ପୋଖରାନ ଓ ଜୟସଲମର ଅଞ୍ଚଳରେ ମରୁସ୍ଥଳୀ ମୃତ୍ତିକାକୁ କ'ଣ କୁହାଯାଏ? ଲିଥୋଜଲିକ୍। ହେଲା ଅପସନ୍ ବି। ବାସଲାଇଟ୍ ଶିଳାରୁ କେଉଁ ମୂର୍ତ୍ତିକା ସୃଷ୍ଟି ହୋଇଥାଏ? କୃଷ୍ଣ ମୂର୍ତ୍ତିକା। 12 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁ ଦୁଇଟି ରାଜ୍ୟରେ ଗର୍ତ୍ତକ୍ଷୟ ଦ୍ୱାରା ସୃଷ୍ଟି ହେଉଥିବା ଦୁର୍ଗମ ଭୂମିକୁ ଚୋଷ ବୋଲି କୁହାଯାଏ? କୋଉଠି? ନା ପଞ୍ଜାବ ହରିୟାଣାରେ। ପଞ୍ଜାବ ହରିୟାଣାରେ। 13 ନମ୍ବର, କେଉଁ ଅରଣ୍ୟକୁ ମୁକ୍ତ ଅରଣ୍ୟ କୁହାଯାଏ? ମୁକ୍ତ ଅରଣ୍ୟ କୁହାଯାଏ ଅବର୍ଗୀକୃତ। ଅବର୍ଗୀକୃତ, ଯେ ବର୍ଗୀକୃତ ହେଇନି, ଅବର୍ଗୀକୃତ ଅରଣ୍ୟକୁ ମୁକ୍ତ ଅରଣ୍ୟ କୁହାଯାଏ। 14 ନମ୍ବର, କେଉଁ ଅରଣ୍ୟରୁ କାଷ୍ଠ ସଂଗ୍ରହ ଓ ତତ୍ତ୍ୱ ପଶୁଚାରଣ ପାଇଁ ସାଧାରଣ ଜନତାକୁ ଅନୁମତି ମିଳିନଥାଏ? ସଂରକ୍ଷିତ ଅରଣ୍ୟ, ଯୋଉଟା ସଂରକ୍ଷିତ ସେଟା ଅନୁମତି ମିଳିବନି। ସଂରକ୍ଷିତ ଅରଣ୍ୟ। 15, ଭାରତର ସମ୍ବିଧାନ ଅନୁସାରେ ଅରଣ୍ୟ କେତେ ଭାଗରେ ବିଭକ୍ତ ରହିଛି? 3 ଭାଗରେ। ଜାଣିଛ ନା ନାଇଁ କ'ଣ କ'ଣ 3 ଭାଗରେ ବିଭକ୍ତ ରହିଛି? ରାଜ୍ୟ ଅରଣ୍ୟ, ଗୋଷ୍ଠୀ ଅରଣ୍ୟ ଆଉ ବେସରକାରୀ ଅରଣ୍ୟ। ହେଲା 3 ଭାଗରେ ବିଭକ୍ତ ରହିଛି। 16 ନମ୍ବର, ନିମ୍ନୋକ୍ତ କେଉଁ ଅରଣ୍ୟଟି ରାଜ୍ୟ ସରକାର ନିୟନ୍ତ୍ରଣ ଥାଏ? ରାଜ୍ୟ ସରକାର ରାଜ୍ୟ ଅରଣ୍ୟ। ଅପସନ୍ ଏ। 17 ନମ୍ବର ପିଲା ଦେଖ, 17 ନମ୍ବରରେ ଟିକେ ପ୍ରଶ୍ନ ଆନ୍ସର ଟିକେ ଦେଇନି, ଯାହା ପଚାରିଛି ନିମ୍ନୋକ୍ତ କେଉଁ ଅରଣ୍ୟକୁ ମୌସୁମୀ ଅରଣ୍ୟ କୁହାଯାଏ? ହେଲା ମୌସୁମୀ ଅରଣ୍ୟ କାହାକୁ କୁହାଯାଏ ଜାଣିଛ? କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ। ଏଥର ନାହିଁ, ଅପସନରେ ନାହିଁ। ହେଲା ଅପସନ ନାହିଁ, 4ଟା ଅପସନ ABCD ନାହିଁ। ତାହେଲେ ତମେ କ'ଣ ଲେଖିବ? ମୌସୁମୀ ଅରଣ୍ୟ କାହାକୁ କୁହାଯାଏ? କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ। ମନେ ରଖ, ଆଉ ଯାହା ଲେଖା ହେଇଛି ମାରିଦବନି ତା ଦେହରେ। ତାପରେ 18 ନମ୍ବର, ନିମ୍ନୋକ୍ତ କେଉଁ ଜାତୀୟ ଉଦ୍ଭିଦ 50 ସେଣ୍ଟିମିଟର କମ୍ ବୃଷ୍ଟିପାତ ଅଞ୍ଚଳ ଦେଖାଯାଏ? କିଏ ସେ? କାକ୍ଟସ୍। କେଉଁ ଗଛ ରସରେ ଚମଡ଼ା କଷାଯାଏ? ଆକାଶିଆ। 12 ନମ୍ବର, 20 ନମ୍ବର, ଭାରତରେ ପ୍ରସ୍ତୁତ କେଉଁ ଦ୍ରବ୍ୟର ଆମେରିକା ବଜାରରେ ବିଶେଷ ଚାହିଦା ରହିଛି? ଆମେରିକା ବେଶୀ ଚାହିଦା ରହିଛି ଲୁଗାପଟା। ହେଲା 21 ନମ୍ବର, ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର କଲ୍ ସେଣ୍ଟର ମୁଖ୍ୟତଃ କେଉଁ ଦେଶରେ ଅଛି? କଲ୍ ସେଣ୍ଟର ଭାରତରେ। ତାପରେ 22 ନମ୍ବର, 1951 ମସିହାରେ ନୂତନ ଆର୍ଥିକ ନୀତି ପ୍ରଣୟନ ପୂର୍ବରୁ ଭାରତର ଆର୍ଥିକ ସଙ୍କଟ ସମ୍ବନ୍ଧୀୟ ନିମ୍ନ କେଉଁ ଉକ୍ତିଟି ଠିକ୍ ନୁହେଁ? ଠିକ୍ ନୁହେଁ ହେଉଛି 22 ନମ୍ବର ହେଉଛି ଅପସନ୍ ବି, ଜାତୀୟ ଆୟ ବୃଦ୍ଧି ମାତ୍ର 8%। ଏଇଗୁଟାକ ଠିକ୍ ନୁହେଁ, ଭୁଲ। ଏଇଗୁଟା ଠିକ୍ ନୁହେଁ ଉତ୍ତର। ହେଲା ତାପରେ 23 ନମ୍ବର, କେଉଁ ମସିହାରେ ଭାରତର ନୂତନ ଆମଦାନୀ ଓ ରପ୍ତାନୀ ନୀତି ଘୋଷିତ ହେଇଥିଲା? କୋଉ ମସିହାରେ? 2001 ଆଉ 2ରେ। 2001 ଆଉ 2ରେ। 24, ବିଶ୍ୱର ବାଣିଜ୍ୟ କାରବାର କ୍ଷେତ୍ରରେ ବିଶ୍ୱ ବାଣିଜ୍ୟ ସଂଗଠନ ମୁଖ୍ୟତଃ କେତୋଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ? କେତୋଟି ପ୍ରସଙ୍ଗ? ନା ଅପସନ୍ ବି, 3ଟି। 25 ନମ୍ବର, ନିମ୍ନୋକ୍ତ କେଉଁ କ୍ଷେତ୍ରରେ ନୂତନ ଆର୍ଥିକ ନୀତି ଆମ ଦେଶ ପାଇଁ ସହାୟକ ହୋଇନାହିଁ? ନିୟୋଜନ କ୍ଷେତ୍ରରେ। ନିୟୋଜନ। ହେଲା ଅପସନ୍ ସି। ହେଲା ଥ୍ୟାଙ୍କ ୟୁ ଭେରି ମଚ୍।